ଦେଖନ୍ତୁ ମୁଁ ସେହି ପରିପ୍ରେକ୍ଷୀରେ ଆଜି ଆପଣମାନଙ୍କୁ ଏଠି ନିମନ୍ତ୍ରଣ କରିଥିଲି। ମାନ୍ୟବର ବିଧାୟକ ଯେଉଁ ଦାବି କରୁଛନ୍ତି କି ସେପ୍ଟେମ୍ବର 2025 ମସିହାରେ ସେ ଗୋଟେ ପତ୍ର ଲେଖିଥିଲେ ଏବଂ ସେହି ପତ୍ର ପାଇଁ ଆଜି ଜଳେଶ୍ୱର ବାଟଗ୍ରାମ ଏବଂ ଚନ୍ଦନେଶ୍ୱର ରାସ୍ତା 4 ଲେନ୍ରେ କନଭର୍ଟ ହେବ, ତାହା ସମ୍ପୂର୍ଣ୍ଣ ଅସତ୍ୟ ଏବଂ ହାସ୍ୟାସ୍ପଦ। ମୁଁ ସେହି ପରିପ୍ରେକ୍ଷୀରେ ଆପଣମାନଙ୍କୁ ଆଜି 2005 ମସିହାରୁ 2026 ମସିହା ପର୍ଯ୍ୟନ୍ତ ଏହି ରାସ୍ତା ନେଇ ଯାହା ଯାହା ଚେଷ୍ଟା କରିଛନ୍ତି ଆପଣଙ୍କର ପୂର୍ବତନ ବିଧାୟକ ସ୍ୱର୍ଗତ ଅନନ୍ତ ଦାସ ଏବଂ ସାରା ଭୋଗରାଇର ନେତୃବୃନ୍ଦ, ବିଭିନ୍ନ ପ୍ରଶାସନିକ ଅଧିକାରୀ, ତା'ର ତଥ୍ୟ ମୁଁ ଆଜି ଆପଣଙ୍କୁ ପ୍ରଦାନ କରୁଛି। ଆପଣମାନେ ସେଥିରୁ ଜାଣିପାରିବେ ଏହା କେବଳ ଗୋଟିଏ ଦଳର ପ୍ରଚେଷ୍ଟା ନୁହେଁ, ଜଣେ ବ୍ୟକ୍ତିର ପ୍ରଚେଷ୍ଟା ନୁହେଁ, ବରଂ ସାରା ଭୋଗରାଇବାସୀଙ୍କର ବର୍ଷ ବର୍ଷ ଧରି ଯେଉଁ ଆଶା ରହିଥିଲା ଏବଂ ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା'ର ପରିଣାମ। ଦେଖନ୍ତୁ, ଆପଣ ଯଦି ଟିକେ ଇତିହାସକୁ ଯିବେ ଏବଂ ମୁଁ ଯେଉଁ ତଥ୍ୟ ଦେଇଛି ଆପଣ ଦେଖିବେ, ଆମେ ଯେତେବେଳେ ଏହି ରାସ୍ତା ପାଇଁ ଦୁଇ ଥର, ଥରେ ଲୋକସଭାରେ ଥରେ ରାଜ୍ୟସଭାରେ ଦାବି ରଖାଯାଇଥିଲା, ପ୍ରଶ୍ନପତ୍ର ଯାଇଥିଲା, ୟୁପିଏ ଗଭର୍ଣ୍ଣମେଣ୍ଟ ଟାଇମ୍ରେ ଷ୍ଟ୍ରେଟ୍ ଡିକ୍ଲାଇନ୍ କରାଯାଇଥିଲା କି ଆମେ ନ୍ୟାସନାଲ୍ ହାଇୱେ ପାଇଁ ପରମିସନ୍ ଦେବୁ ନାହିଁ। କିନ୍ତୁ एकथा असत्य नुहे कि एनडीए गवर्नमेंट आसिला परे एवं नितिन गडकरी महोदय जितेबाला मंत्री हेले सारा भारत रे तो इंफ्रास्ट्रक्चर रिवोल्यूशन स्टार्ट है एवं जहाँ भी सैंक्शन होइछि, जहाँ भी आम उपकृत होइछु ताहा एबे जो सेंट्रल गवर्नमेंट जो पीरियड रो आछि से पीरियड रो होइछि। तेणु भारतीय जनता पार्टी जो क्लेम करुँच कि यार गवर्नमेंट टाइम रे होइछि, एटा किछि असत्य नुहे।